ରୋଷେଇ ସଇଲାଣି ନା? ହଁ କିଏ କହନି? ନିଲୁ କହୁଛି। ଓହୋ ହଁ ଖାଇତେ କଣ ଦବ ନା ଦବନି? କଣ ହେଇଛି? ଖାଇତେ ମୋର ଦବ ନା? ଆମର ତ ଖାଇକି ଯାହା କରୁଛନ୍ତି ସବୁ ଆଉ ଆମେ ଆଉ କାହାକୁ ଦମୁ ଖାଇବା ବାଟ ଅଛି ନା ଖାଇବାଟା ଆମେ କାହାକୁ ଦମୁ? ଆଁ? ଆମର ତ ସବୁ ଖାଇକି ଯାହା କରୁଛନ୍ତି ଆମର ବାଟ ଅଛି ନା ଆମେ କୁଆଡେ ଖାଇକି ଦମୁ? ମୋବାଇଲ ଟା କୋଉଠି ରଖିକି ବୋଧେ କାମ କରୁଛ ଜଣା ଆବାଜ ଆସୁନି। ହ୍ୟାଲୋ। ହଉ ମୁଁ ମୋବାଇଲ ଟା କୋଉଠି ରଖିଦେଇ ବୋଧେ କଣ କଲ ବୋଧେ ଆବାଜ ଆସିଲାନି। ନାଇଁ ମୁଁ କହିଲେ କାଗଜ ଲେଖୁଥିଲି ନା ମା ଫୋନ କରୁଥିଲା ଲାଉଡ ସ୍ପିକରରେ କଥା ହଉଥିଲି ନା ମୋ ମା ରଖନି କିଏ ଜଣେ କଲ କଲେ। ସେମିତି ପାଣି ରୋଷେଇ କଣ ସମ୍ବାର କରିଛ? କଣ ଆଉ ଡାଲମା ଆଉ ଭଜା ପୋଟଳ ଆଳୁ ଭଜା। ଗୋଟେ ଭାଇର 10,000 12,000 ଟଙ୍କା ରୋଜଗାର ଡାଲମା ଭଜା ମୁହଁ ଶୁଖେଇକି କଥାବାର୍ତ୍ତା। କଣ ହେଇଛି? ଭାଇର ପର ଡେ 10,000 12,000 ରୋଜଗାର କହୁଛି ଭାଉଜ କହୁଥିଲା ମୋର ଡାଲମା ଆଉ ଆଳୁ ଭଜା। କହୁଛି ପର ଡେ 10,000 12,000 ହଉଛି। ସବୁ ତ କହୁଛନ୍ତି ଆମେ ଚଗିଲି କି ବଡ ଗାଡି ନଉଛୁ ଏତିକି ପଇସା ନା ଦଉଛୁ। ସେ ସେଇଥିପାଇଁ ଘରୁ ଚୁପ। ଆଚାର ନାଗର ଆଁ? ଘରକୁ ଆଚନା ଆଗର ବଡ ଗାଡି ସେଡ ଗାଡି ହଉଛି ଆମର ଏଇ ଜମି ପଇସା ଅଛି ଆମର ବସିକି ଖାଉଛୁ। ଆଉ ବାପ ପଇସା ରଖିଛି ବସିକି ଖାଇମୁ। ଆଉ ସିଏ କାହିଁକି ଆଉ ଯିବ କାହିଁକି କୁଇଲା ଇଏକୁ ଯିବ କାହିଁକି ନା ଏଠି ମାଡ ଖାଇବ କାହିଁକି ନା ଏଇ ମନା କରୁଛନ୍ତି ଯିବନି କୁଆଡେ ରାତିରେ ବୁଲିବନି। ଆଉ ଗାଡି ସେଠି ଆଡା ପକେଇବନି ଗାଡି ଧରିବନି। ଆଉ ସବୁ ମନା କରିଛନ୍ତି ପା ରାତିର। କିଏ ମନା କରିଛି? ଆଉ ଏଇଥର କଣ୍ଡିସନ କରିକି ଛାଡିଲେନି ନା ଆଙ୍କୁ। ଏ ବା କୁଆଡେ ଯିବେ ନା ଆମର ରାତି ହେନେ ବା ତାଙ୍କୁ 7ଟା ହେନେ ଘରେ ବନ୍ଦ। ଘରେ ବସ ଥିନ ରୁହ ଆଉ ମୋବାଇଲ ଦିଟା ତ ନାହିଁ ଥିନ ପଡିକି ରହିବେ। ମୋରି କତିରେ ଟିକେ ମୋବାଇଲ ନେବେ କି କାହା ହାତରେ ଟିକେ କଥା ହେବେ ନା ନାହିଁ। ମୋବାଇଲ ସେ ତ ବେଲ କଲାନି? ମୋବାଇଲ ରହିଛି ବା ଥାନାରେ ରହିଥାଉ। କି ସେ ରଖିଛନ୍ତି ବେଲ କଲାନି? ବେଲ କଣ କରିବ ଏଠି ଥାନାରେ ଦେବେ ବୋଲି କହୁଥିଲେ ଆକୁ ଦେବେ ତାକୁ ଦେବେ ଆଉ ଯଦି ତାଙ୍କର କୋଇଲା ବାଲାଙ୍କ ମାରଫତରେ ରଖିଛନ୍ତି କୋଇଲା ବାଲା ଯଦି ସବୁ ଚାହିଁଥାନ୍ତେ ଦେଇଥାନ୍ତେ। ଆଉ କୋଇଲା ବାଲା କେହି ଚାହିଁଲେନି କେତେ କଣ କରୁଛନ୍ତି କରୁଛନ୍ତି ରଖିଛନ୍ତି ରଖିଥାନ୍ତୁ। ଆଉ ସିଏ କୋଇଲା ବାଲା ଯୋଉ କହିଲ ବର୍ତ୍ତମାନ ମୁଁ ଏକର ଟୋଟାଲ ଥାନାର ଭାଇ କାହିଁ? ଏଇ ଯାଇଛି ବଡ ବାପା ସେଠି ଟେଣ୍ଟ ଫେଣ୍ଟ ବନ୍ଧା ହଉଥିଲା ଡାକିଛନ୍ତି ଯାଇଛି। ବଡବାପାର? ହଁ ନା ରଜର ଟେଣ୍ଟ ବନ୍ଧା ଓହୋ ଏଇ ଯୋଉ ୟାର ହଁ। ହଁ ପୂଜା ହୁଏ ତ। ହଉଛି ଇଲେକ୍ସନ ପୂର୍ବରୁ ହଁ। ମାନେ ନିଜେ ମୁଁ ଷ୍ଟାଫଙ୍କୁ କହିଥିଲି ଭାଇ ଯୋଉ ଗଲା ହୁଁ। ଭାଇ ଯିବା 2-3 ଦିନ ଖଣ୍ଡେ ପରେ ହୁଁ କଲେଣ୍ଡର ନିଜେ କଲି ମୋର କେସ୍ 3-4ଟା 3ଟା ଖଣ୍ଡେ କେସ୍ ଥିଲା। ହୁଁ। ହଁ ଏପଟେ ଯୋଉ ପ୍ରାର୍ଥୀ ଯିଏ ଛିଡା ହେଇଛନ୍ତି ହୁଁ। ବୁଲୁ ପଣ୍ଡାକୁ ଫୋନ କରିଥିଲି ସୀତାଂଶୁ ଶେଖରକୁ ଫୋନ କରିଥିଲି। ହୁଁ। କାହିଁକିନା ମୁଁ ବିଜେପି ଦଳରେ ଥିଲି ବୁଲୁ ପଣ୍ଡାଙ୍କ ଯେହେତୁ ପର୍ସନାଲ ମୁଁ ତା ବାପ ରାଜନୀତି ଶିଖିଥିଲି ସବୁ କରୁ ଏଇ ହିସାବରେ ତାକୁ ବି ଟିକେ କରିଦେଇଥିଲି। ହୁଁ। କିନ୍ତୁ ମୁଁ ଦଳର ବିଜେପି ଥିନି। ଦି ଜଣଠୁ କଥା କରେଇକି ମୁଁ ଯାଇଥିଲି ଥାନାକୁ ଯାଇକି ଗୋଟେ ଆତ୍ମସମନ ଯେମିତି କରନ୍ତି ଗୋଡ ତଳେ ପଡନ୍ତି ସେଇ ଟାଇପର ଆଜ୍ଞା ମୁଁ ଯୋଉ ନତବିସ୍ତ ହେଇକି ହୁଁ ତାଙ୍କୁ କହିକିନି ମୁଁ ମୋ ବେପାର ପତ୍ର କରିବିନି ଯଦି ବେପାର ମୋ ଗାଡି ଚାଲିବ ନମସ୍କାର। ମୋର ଛୁଆ ରହିବେ ହୁଁ କିନ୍ତୁ ସିଏ ତାଙ୍କର ବୁଝିବେ ସିଏ ତାଙ୍କର ଯଦି କ୍ୟାସ ପତ୍ର ହୁଏ ସିଏ ନେବେ ବାକି ମୋ ସାନ ଭାଇଟା ତାର ବୁଝିବ ଥାନା ଫାନା କଥା ବୁଝିବ ଆଉ ଯଦି ଇନକେଶ ଆବଶ୍ୟକ ପଡେ ମତେ ତାପରେ ଜଣେଇବେ। ସେମିତି ମତେ ଟିକେ ପଚାରିକି ଯାହା କରିବେ କାହିଁକିନା ଯେହେତୁ ପଞ୍ଚାୟତ ଲେବୁଲର ପଞ୍ଚାୟତ ଦାୟିତ୍ୱଟା ହଉଛି ମୋର। କୋଉ ବେଲାଟା କାଢିଦେନି ଏଠି ବସନ୍ତୁ ଆସିକି। ବୁଝିଲ ନା? ହଁ। ଏତେ କଥା ମୁଁ କହିକି ବୁଝେଇକି ତାଙ୍କୁ ଟଙ୍କା 10,000 ଫିଷ୍ଟ ପାଇଁ ବି ଦେଲି ସେଦିନ ତାଙ୍କର ବିରିୟାନୀ ଫିରିୟାନୀ କରିକି ଖାଇଲେ। ହୁଁ ହଉଛି 10,000 ଟଙ୍କାର ମୋ ତ ନଥାଏ ମୁଁ ମାନେ ଏଇ ଯୋଉ ଆମର ତିଆଡି କନି ନା ଯୋଉ ଅଜୟ ତିଆଡି ଟିକେ ତାକୁ 5,000 ଟଙ୍କା ଦେଇକି ମାନି ହେଇକି ଆଉ 10,000 ନା 11,000 ଟଙ୍କା କଣ ତାର ଖର୍ଚ୍ଚ କରିକି ସେ ଖାଇବା ପିଇବା ତାର କରିଦେଲା ଏଠି। ଏ ଭାଉଜ 3 ଦିନ ଖଣ୍ଡ ବେପାର ଭଲ ବେପାର ହେଇଛି। ଭାଇ ଯେତେବେଳେ ରିଟାୟାର ଥିଲା ଭାଇ ଯେତେବେଳେ ଭଲ ବେପାର 3 ଦିନ ମାନେ ଆଉ କଣ 15 ହେଇଛି ଟ୍ରିପ 20 ଟ୍ରିପ ମାଲ ଉଠିଛି ପର ଡେ ଉଠିଛି। କଣ ହେଇଛି କିଏ ହଉଛି କୁଆଡେ କଥା ହଉଥିଲୁ? ଏଇ ସାର୍ ଜଣେ ଆସିଥିଲେ ନା ଏଇ ଫାଇନାନ୍ସ ହଁ କୁହ। ହଉଛି
ଯାହା ଏମିତି ହେଇକି 3 ଦିନ ଖଣ୍ଡେ ଭଲ ବେପାର ହେଲା। ତାପରେ ଗୋଟେ ଦିନ ମାଲ ଉଠେଇ ଦେଇଥିଲୁ। ପିଣ୍ଟୁ କହିଲା ଗାଡି ଦେମି, ବାବୁଲି କହିଲା ଗାଡି ଦେମି, ଛୁଆ 2 ଜଣ କେହି ଗାଡି ଦେଲେନି। ମାଲ 11ଟି ମାଲ ଷ୍ଟକ୍ ହେଇଗଲା। ପିଣ୍ଟୁ ପୁରା ନିଜେ କହିଲେ ହଉଛି ଭାଇ ପହରଦିନ ନା କେଦିନ କେଜାଣି କଣ ତା ଗାଡି ଦେନା କାହା ଗାଡି ଗୋଟେ ଧରା ପଡିଥିଲା ଫୋନ କରିଥିଲେ କହିଲେ ହୁଁ। ଭାଇ ତମେ କଣ ବୋଲର ବୁଲୁଥିଲ କିଏ କହିଲେ ହସିଲେ କହିଲେ ହଁ ହେଇଥିବ ତମର କହୁଛ ତ ମୁଁ ତ ଶୁଣିକି ହସ ମାଡୁଛି ଆମର କିନ୍ତୁ ଘରୁ ତାକୁ ଛାଡୁନି 7ଟା ହେଲାକୁ ଛାଡୁନି ସିସି ଫୁଟେଜ ଅଛି ପୁଅ ଏଠି ଦେଖୁଛି ନା କହିଲା ବାପା 7ଟା ହେଲେ ଯଦି ଘରୁ ବାହାରିବେ ଆଉ ଜମା ତାଙ୍କୁ କୋଉଠୁ ଅଣା ହବନି କୋଉଠୁ କଢା ହବନି। ମୋ କଥା ଶୁଣ, ସେଇ କଥା ଏଇ ସେଇ କେସ୍ ଟା ମୁଁ କହୁଛି ବା ନା ଶୁଣୁନ। ଆମର ସେଇଥିପାଇଁ ବା ଜମି ବିକିଲୁ କାହିଁକି ନା ଆମର ସେ ଆଉ ଆମର ଯିବାର ନାହିଁ ଯାହା ମତେ ଆମର ଗାଡି ପଇସା ଚୋରି 2 ହେଲା ଟଙ୍କା ଦଉନ, ଆମର ମୁଁ 12 ଘର ଲକ୍ଷ ଗାଡି ଟଙ୍କା ଗଲା। ମୁଁ ଫୋନ କରିବାର ଯୋଉ କଥା ପାଇଁ ମୁଁ ତ ଏଣେ କୁଇଲା ବେପାର ମୁଣ୍ଡ ପୁରେଇନି। ତ କୁଇଲା ବେପାର ମୁଁ ବନ୍ଦ କରିକି ତାପରେ ବି ମନାର ଗୋଟେ କ୍ୟାସ୍ ଦେଇଛନ୍ତି। ମୁଁ କାଲି ତାଙ୍କ ମା ଆଜ୍ଞା ମାତୁଛନ୍ତି ଗାଳି ଦେଇଛି। ତମର ତ ଥାନା ମହଥିଲି ନଉଛି ପୁଣି ତମ ନାଁରେ ପୁଣି କେସ୍ ଥାନା କରିବ। ମହତଲେ ମୁଁ ବା କହୁଛି ବା ଇଲେକ୍ସନ ଯୋଉ ନମିନେସନ ପରେ 8-10 ଦିନ ପରେ ଭାଇ ଯେତେବେଳେ ଥିଲା ମୁଁ କଣ ପାଇଁ ଦେନି ମୋଟା ତମେ ଏଣେ ପ୍ରେସରାଇଜ ଦଉଥିଲ ଯୋଉ ଟାଇପର ମୁଁ ମୁଣ୍ଡ ପୁରଉଥିଲି କାହିଁକି ମୁଁ ଏଣେ ପଲିଟିକାଲ ବିଷୟରେ ପଶିଯାଇଛି ନା ଏଣୁ କହିପାରୁଛ ମୁଁ ତମକୁ କିଛି କହିପାରିନଥାଏ। ମୁଁ କିଛି ଆନ୍ସର ତମେ ଯେତିକି କଥା କହିଛ ମୁଁ ତମକୁ କିଛି ଆନ୍ସର କରିପାରୁଛି କୁହ। ନା ମୁଁ ବା କିଏ ସେଠି ଦେଖିନି ବନ୍ଧା ପଡୁଛି। ମୁଁ ଦେଖିନି ମୁଁ ତାଙ୍କୁ ସେ କଥା କହିନି ମୁଁ ତମେ ଦେଖ ଆଉ ହଉଛି ସେଥିରେ ଆମର ଆମର ଯାହା ଆମର ତ ଗଲା ଯାହା ଯେମିତି ଆମ ଗାଡିଟି ଗଲା ଆମର ଭୁଲି ଯାଅ ଯାହା ଗାଡି ଗଲା ଆମର କରିଥିଲୁ ନହେଲେ ହଁ ଚାଲିଗଲା ନହେଲେ କେଇଠି ଆମର ଇଏ ହେଲା ଛାଡ ଆଉ ଗାଡିଟାକୁ ଭୁଲି ଯାଅ ସେ ଗାଡି ନ ଦିଅନ୍ତୁ ଗାଡି ପଇସା ଆମର ଆଉ ଗାଡି ଦରକାର ନାହିଁ ଆମର ନୂଆ ଗାଡି କିଣିବା ଆମର ଜମି ଫମି ବିକ୍ରି ହେଇସାରୁ କାମ ସରୁ ବରଂ ଆମ ପଛରେ କରିବା ଆମେ ଏଠି ରହିମୁ ହଁ କିନ୍ତୁ ଯିବା ଆସିବା କରିମୁ ଆମେ ବାହାରେ ରହିମୁ। ତମର ଗାଡି କଣ କାଗଜରୁ ଉଠେଇ ନାହିଁ କି? ଆଁ ଗାଡିର କାଗଜପତ୍ର ଉଠେଇ ନାହିଁ କି? ଗାଡିରେ ଆମର ଇନ୍ସୁରାନ୍ସ ପଇସା ପାଇଲୁନି ବା କରୋନା ଟାଇମରେ ଯୋଉ ବୁଢା ହେଲା ନା କରୋନା ଲକଡାଉନ ଆମେ ଦେଇପାଇଲୁନୁ ଚାର୍ଜସିଟ କୋର୍ଟ ବୋର୍ଟ ସବୁ ବନ୍ଦ ଥିଲା ଚାର୍ଜସିଟ କୋଉଠୁ ଆଣିଦବୁ। ନା ଏଇ ଯୋଉ ଥାନା ଏଇ ସାବରମଙ୍ଗଳା ଯୋଉ ବାଇକ ଆକ୍ସିଡେଣ୍ଟ ଦେଇ ଦେଇଛନ୍ତି ନା? ରଖିଛନ୍ତି ବା ମୋବାଇଲ କହିଲେ ବା ତୁ ଭିଡିଓ କ୍ୟାମେରା କରୁଛୁ କୋଇଲା ଗାଡି ଯାଉଛି ତୁ ସବୁ ରେକର୍ଡିଂ କରୁଛୁ ଆଉ କୋଇଲା ଗାଡି ଛାଡିତେ ଦଉନୁ ଆଉ ରାତିର ବୁଲୁଛୁ ଆଉ ରାତି 9ଟା ପରେ ଯେମିତି ବୁଲିବୁନି ଆଉ ସେଇଟା ସବୁ କଣ୍ଡିସନ କରିଛନ୍ତି ମୁଁ ନା ସେ ଆମର ଯିବା ଦରକାର ନାହିଁ କିଏ କରିବାର ନାହିଁ ଆମ ମୋବାଇଲ ଟା ମୁଁ ଦେଇଦିଅ। ଆଜିଠୁ ଭାଉଜ ଗାଡି ଚଲେଇବିନି ଆଉ। ଇଏ ଆଇଆଇସି ଥିବା ପର୍ଯ୍ୟନ୍ତ ମାନେ ମତେ ଶୀତାଂଶୁ ଶେଖର ଆଉ ସୂର୍ଯ୍ୟବଂଶୀ 2 ଜଣ ଯାକ କଥା ଦେଇଛନ୍ତି 15 ତାରିଖ ପର୍ଯ୍ୟନ୍ତ। ଆଇଏସି ଯିବେ କି? ମୁଁ ଆଇଆଇସି କି ଭଲର ଭାଉଜ ଛାଡିବିନି କିନ୍ତୁ ତ ସସ୍ପେଣ୍ଡ କରିକି ଛାଡିବି। ତୁମେ ନିଜେ ଦେଖ ତୁମେ ଆସିଲ ଆମକୁ 2ଟା ଏସଏସଟି କେସ୍ ଦେଲ କାହିଁକି ଗାଡି କୋଉଠୁ ମାନେ ମୁଁ ଗାଡି କାହାର ଧରା ପଇଲା ବିନା ଗୋଟିଏ କଥା ଇନ୍ସୁରାନ୍ସ ଗାଡି ମୁଁ ଆମ ନାଁରେ କେସ୍ କଲ। ତମେ ନାଇଁ ତମେ ଯୋଉ ସ୍ପିଡର ମତେ କହୁଥିଲ ଯୋଉ ହିସାବରେ କହୁଥିଲ ଅବଶ୍ୟ ଏତିକି ମୁଁ ସେଇ ସମୟ ଅର୍ଥ ଦୁର୍ବଳ ଥିଲି ତମକୁ କହିକି ପଇସା ବି ଦେଇ ବି ପାଇନି ସେଟା ବି ବଡ ଦୁଃଖର କଥା ଅଛି। ସେଟା ଯାଅ ତମ ଆସେବି ତମେ ଆଣିଛ ଯା ତମେ କହିଲା ପୁଣି ସେଥିର ରାଗିନୀ ତମେ ବୁଝଛ ଆମେ ସାଙ୍ଗସାଥି ହେଇକି ଆମକୁ ଖାଇତେ ଦେଇଛି ପିଇତେ ଦେଇଛି ଆମ ପାଇଁ ରାତି ଅନିଦ୍ରା ହେଇଛି ସବୁ କରିଛି କିନ୍ତୁ ଆମେ ତାକୁ କିଛି କରିପାରିନି ମୋ ତରଫରୁ ମୁଁ ନିଜେ ତା ଦୁର୍ବଳତା ହେଇଥିପାଇଁ କିନ୍ତୁ ମୁଁ ତାକୁ 10 ଟଙ୍କା ଗୋଟେ ଦେଇପାରିନି ମୁଁ ପୁରା ସେ ମୋର ଏମିତି ଦୁର୍ବଳତା ରହିଲି। କିନ୍ତୁ ଗୋଟିଏ କଥା ଏତିକି ମୁଁ ତମକୁ ଖାଲି କହି ରଖୁଛି କିନ୍ତୁ ଇଏ ଆଇଆଇସି କି ଆଉ ଜେନାକୁ ମୁଁ 16 ତାରିଖ ଭିତରେ ଜେନା ସସ୍ପେଣ୍ଡ ସାର୍ କରିକି ଜେନା ସାର୍ ନାଇଁ ମୁଁ ତମକୁ ଖାଲି ଏତିକି କହି ରଖୁଛି ଶୁଣ ହୁଁ ତୁମେ ମୋ ପାଇଁ ଗାତ ଗୋଟେ ଚୁଲି ଗାତ ଗୋଟେ ଖୋଳି ନେବି ମତେ ତା ଭିତରେ ପୁରେଇବ ତମେ ନିଜେ ହାତ ପୁରେଇକି କେତେ ଗଭୀର ହେଲା ମାପିବ କିନ୍ତୁ ତୁମେ ଆଗେ ପଶିବ ସେଇଟା ମାନେ ଜଣକ ପାଇଁ ଜଣେ ଯଦି ବିରୁଦ୍ଧରେ କରୁଥାଏ ସେଇଟା କିନ୍ତୁ ଭୁଲ କିଷ କିନ୍ତୁ ଭୁଲ ଜିନିଷ ଅତିରୁ ମାନେ ଭଗବାନ ବୋଲି ଗୋଟେ ଜିନିଷ ଥାଏ ତାଙ୍କ ଦାୟଠୁ ଅଧିକା ଜିନିଷ ହେଇଗଲେ ମଣିଷ ବୋଲିକି ତୋର ହାଡ ମାଂସ ରକ୍ତ ବ୍ଲଡ ଅଛି ମୋର ବି ହାଡ ମାଂସ ରକ୍ତ ବ୍ଲଡ ଅଛି। ହଁ ସେଇଠି ଆମେ ଲଢେଇ କରିବା ସେଇଟା ହଉଛି ନା ତୁମେ ଆଜି ଗୀତାର ସତ କଥା ତମେ ଏଠି କଥା ଗୀତାର ହଉଛ ମୋ ସାଙ୍ଗରେ ଶୁଣ ତମେ ଏଠି ସତ କଥା କହିବ ଗୋଟେ କଥା ମୋ କଥା ଶୁଣିଲ ମୁଁ କହିସାରିଛି ମାନେ ଏଇ ହିସାବରେ କହିବା କଥା ତୁ ପଇସା ନଉଛୁ କାମ କରୁଛୁ କାମ କରଉଛୁ ସବୁ କରୁଛୁ ଠିକ ଅଛି ମୁଁ ଜାଣିଛି ଚଗିଲିଆଟା ହଉଛି ବେଧୁଆଟେ ହଉଛି ହଁ ମୁଁ ତ କହୁଛି ହଁ ଚଗିଲିଆ ବେଧୁଆଟେ
ଆଉ ସେ ହଉଛି ଏମିତି ବଦମାସ କରେ ସେମିତି ବଦମାସ କରେ। ଠିକ ଅଛି ତମେ ତାକୁ ସେଇ ଲେବୁଲର ସେଇ ଟାଇପର ତାକୁ କରିକି ତାକୁ ବିଦା କରିଦେଲାନି। ନା ହଁ ଯଦି ହଉ ନା ନା ତମେ ଯୋଉ ସେ ଯୋଉ ଚଗିଲି କଥା ବି ମୁଁ ଟୋଟାଲ ଏବେ ନାଁ ଧରୁନି, କାହିଁକି ନା ଯେହେତୁ ମୁଁ ଚଗିଲିର କିଛି ସାହାଯ୍ୟ କରିପାରୁନି ମୁଁ ଚଗିଲି ନାଁ ବି ଧରୁନି। ମୁଁ ଗୋଟିଏ କଥା ଆମର ଭଗବାନ ଅଛନ୍ତି। ମୁଁ ପଞ୍ଚାୟତର ଗୋଟେ ଲିଡର, ହୁଁ ପଞ୍ଚାୟତ ଦାୟିତ୍ୱ ମୋର। ହୁଁ 7,500 ପୋଲିଂ 5600 ଭୋଟିଂ। ହୁଁ 5600 ଭୋଟିଂ ର ବର୍ତ୍ତମାନ ମୁଁ ଲିଡର ଅଛି 3700 ଭୋଟର ବିଜେପିର ହଁ 16 ଭୋଟର। ତାପରେ ମୁଁ ନା ତମେ 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 କଥା ଶୁଣୁ, ହଁ ସବୁବେଳେ ମୁଁ ତତେ ସଲେଣ୍ଡର କରିକି ଯାଇକି ମୁଁ ବେପାର କରୁଥିଲି ବୋଲି ତତେ ଯାଇକି ତ ଥାନାରେ ଗଲି, ତମ ପାଖର ନମସ୍କାର କରି ଛିଡା ହେନି, ତାପରେ ତମ କହିବାରେ ମୁଁ ବସିନି, ହୁଁ ତମ ଷ୍ଟାଫ୍ ମୁଁ ଡକେଇକି ମୁଁ ସଲେଣ୍ଡର ହେଇକି ତମକୁ କହିନି ଯେ ମୁଁ ବେପାର କୌଣସି ମୋ ଲାଇନର ମତେ ଉଠେଇବେ ନାହିଁ। ଅବଶ୍ୟ ମୋ ଗାଡି ଦିଟା ଯିବ ତା ଦେହର, ମୁଁ ଆପଣଙ୍କୁ ଜଣେଇ ଦେଇ ଯାଉଛି। କିନ୍ତୁ ମୋର ପିଲା ନେବେ ଏଠି, ଯଦି କୌଣସି କେସ୍ ବାସ୍ ପିଲା ନେବେ, ବାକି ଆମ ସାନ ଭାଇଟା ଆସିକି କଥାବାର୍ତ୍ତା କେସ୍ କରିବ। ଆଉ ମୁଁ ବାକି ଯେହେତୁ ମୁଁ ଲେବୁଲ ପଞ୍ଚାୟତ ଲେବୁଲରେ ଅଛି, ମୁଁ ପଲିଟିକାଲ ଲୋକଟା, ବେପାର କରୁଥିଲି, ମୁଁ ସବୁ କଥା କହିକି ଆସିକି 11,000 ଟଙ୍କା ତମକୁ ସଳା ବିରିୟାନୀ କରି ଖାଇଦେ ଦେଇ ସାରିକି, ତାପରେ ତମେ ଦେଖିଲା ମୋ ଭାଇଟା ଯାଇକି ତମକୁ 30,000 ଟଙ୍କା ଦେଲା, ଫୋନ୍ ନେଇକି 24,000 ଟଙ୍କା ଦେଲା, ତାପରେ ପୁଣି 37,000 ଟଙ୍କା ଦେଲା। 3 ଥର ପଇସା ଦେଇ ସାରିଲା ପରେ ମୋରି ଗାଣ୍ଟା ମାରିକି ମୋର ନାଁରେ କେସ୍ କରିଦେଇଛ ନା। ତମ କତିରୁ ପଇସା ନେଇକି ଗାଡି ମନ୍ଥଲି ତମକୁ ଏରকম କଲେ। ବୁଲୁ କତିରୁ ପଇସା ନେଲେ ନେଇକି ମୋ ନାଁରେ କେସ୍ କରିଛନ୍ତି। ହେ ଭଗବାନ। କାଲି ମା ଆଜ୍ଞା ମାଦୁଛୁ ବେଦି ଖେଚଡି କରି ସୁଦିନି ଧରିକି ପକେଇକି। ଆଉ ବାକି ମୁଁ ଆଜି ଯାଇଥିଲି ଯାହା ସେ ଗୋଟେ କଥା ମତେ ଖାଲି ଆଜି 10 ତାରିଖ 13 ତାରିଖ ପର୍ଯ୍ୟନ୍ତ ତୁ ଅପେକ୍ଷା କରିଦେ, 14 ତାରିଖ ସୁଦ୍ଧା ପ୍ରୋସେସିଂ କରିବୁ, ହଁ 15 ତାରିଖ ସୁଦ୍ଧା ହଁ ତାକୁ ଯଦି ତୁ ଇମିଡିଏଟ ବିଦା କରିବା ପାଇଁ ଚାହୁଁଛୁ, ହୁଁ ଆମ ଉପସ୍ଥିତିରେ ଏଇଠି ଆମେ ଭାଇରାଲ କରି ତାକୁ ସସ୍ପେଣ୍ଡ କରିକି ବିଦା କରିଦବା, କାମ ସରିଲା। ଆମେ ତାପରେ ଧରିକିନି ସ୍ଥାପନ ରଖିଦବା। ନା ନା ଯଦି ତମର ଟୋଟାଲି ସଚୋଟ ନାଇଁ ଆଉ ଗୋଟେ ଡିଓ କରିକି ରଖିଥାଏ ନା, ହୁଁ ଅଫିସିଆଲ ଲେବୁଲ ଡିଓ କରି ରଖିଥାଏ ନା, ହୁଁ ସେ ଧର ଡିଓ ହେଇଗଲା ସେ ମାସେ ଆଉ ରହିଯିବ। ଗୋଟେ କଥା ଜାଣିଛ ନା ମୁଁ ଥାନାରେ ପଡିଯାଇଥିଲି। ହଁ ନା ନା ଥାନାରେ ପଡିଯାଇଥିଲ। ପୁରା ବେଉସ ହେଇକି ପଡିଯାଇଥିଲି, ଆମକୁ ଛିଡା କରିଥିଲା ଆମକୁ 2 ଜଣ, ମୋ ସ୍ୱାମୀର କେସ୍ ଥିଲା, ଆମେ ବେଲ ହେଇକି ଯାଇଥିଲୁ। ତମର ନା ନା ଲୋକ ବେଲ କରିକି ଆଣିଥିଲା ପରେ ମତେ 2 ଜଣଙ୍କୁ ଠିଆ କରେଇଲା। ମତେ 10ଟାରୁ ଠିଆ କରିଛି ଦିନ 4ଟା ପର୍ଯ୍ୟନ୍ତ। ମୁଁ ପୁରା ସେନ୍ସଲେସ୍ ହେଇକି ଅଖିଆ ଅପିଆ ଯାଇଥିଲି, ପୁରା ପଡିଗଲି ଥାନାରେ। ମତେ ଧରିକି ଆଣିକି ବାହାରେ ଗଛ ମୂଳରେ ପକେଇଦେଲେ। ନା ସେଇଟା ମୁଁ ଜାଣିନି। ହେଲା ଏସବୁ ରହିଛି, ଏସବୁ ରହିଛି, ମୁଁ ବି ବହୁତ କଷ୍ଟ ପାଇଛି, ଥାନାରୁ ବହୁତ ବେଜିତି ହେଇଛି। ଆଉ ମୋ ଗାଡି ମୋବାଇଲ ଅଛି, ଆମେ ସେଥିପାଇଁ କିଛି କହୁନୁ। ମ୍ୟାଡାମ ବି ଧମକେଇଛନ୍ତି, ଡରେଇଛନ୍ତି, ରାତିରେ ବି ମୁଁ ଆକୁ ଛାଡୁନି, ହେଲେ ସେଇଠି ଦେଖିବି ସେଇଠି ତତେ ଧରିବି। ନାଇଁ ନାଇଁ ଗୋଟିଏ ସେ ଧରିବ ତ ବାଳକୁ ଧରିବ, ସେ ଆଉ ତ 4ଟା ଦିନ ମତେ ଟାଇମ ଦେ। ଆଉ ତା ମା କହିଛି ବୁଝେ ଗୋଟିଏ କଥା, ମୁଁ ତୁମେ ଯୋଉଟା ରାଗି ମତେ ଗାଳି କଲା ଭଳିଆ ଯେମିତି ଗରମ ତରମ ଖାଉଥିଲ, ସେ ଲୋକଟା ମତେ ଡାକିକି ଅବଶ୍ୟ ମୁଁ ତାକୁ ଗାଳି ଦିଏ, ମୁଁ ରାଗି ମୁଁ ଶୁଣ, ମୁଁ ବି ତମ ଉପରେ ରାଗିଥିନି, ସମସ୍ତେ ଉପରେ ମୁଁ ରାଗେ, କିନ୍ତୁ ଚଗିଲି ବେହେରା ବି ରାଗେ, କିନ୍ତୁ ଆମ ରାଗ ସେମିତି ନୁହେଁ। ତା ପାଖକୁ ମୁଁ ଶୁଣ ତମକୁ ଗୋଟେ କଥା କହୁଛି, ମତେ ଏକ ସବୁ ଛାଇ ଭଳିଆ ଜଗିକି ରହିଲେ, ଦ୍ୱିତୀୟର ନା ଆମେ ମାନେ ହନୁ ଗୋଟେ ବେଲର ଦେଇଥିଲ, ଆମେ ବେର କରୁଛୁ, ସେଇଟା ଆମର ସେତିକି ଋଣୀ। ଆଉ ହଉଛି ଆମେ ସେଥିପାଇଁ କିଛି ଗାଉନା, ଆମେ ଏଇଟା ଗୋଟେ ମନେ ରଖିଥିବ। କିନ୍ତୁ ବୁଲୁ ବୁଲୁକୁ ବଦନାମ ଦଉଛି, କହୁଛି ପିଣ୍ଟୁ ଗାଡି ଧରେଇଲା, କିନ୍ତୁ ସେ ଲୋକ ଯାଉନାହାନ୍ତି କି କାହା ସାଙ୍ଗର କଣ୍ଟାକ୍ଟ ନାହିଁ। ଯାହା ଆରପିଏଫ ବାଲା ବାହାର ଥିଲେ, ଆରପିଏଫ ବାଲା କାଲି ଫୋନ କଲେ, କହିଲେ ପ୍ରତାପ ଗାଡି ଫାଡି ଚାଲିଛି ନା, ଇଏ କହିଲେ ସାର୍ ମୁଁ ଆଉ ଘରୁ ମତେ ଛାଡୁନାହାନ୍ତି, ମୁଁ ଆଉ କିଛି ଖବର ନେଇ ପାରୁନି, ଘରୁ ସାର୍ ମତେ ଆଉ ସଞ୍ଜ ବାଜାକୁ ଛାଡୁନାହାନ୍ତି। ମୋ କଥା ବହୁ ଶୁଣିଲ, ମୁଁ ଯାହା କହୁ ହୁଁ ଶୁଣୁ। ଗୋଟେ କଥା, ଚଗଲି ବେରା ଖାଇକି ତା ଦାନ୍ତର ଯେତିକି ମାଉଁସ କାଢିକି ଫୋପାଡି ଦିଏ, ହୁଁ ସେତିକି ପଇସାର ଏମାନେ, ସେ ତ ବହୁତ କଥା ଅଛି। କିନ୍ତୁ ମୁଁ ମୋ ତରଫରୁ ମୁଁ ଗୋଟେ କଥା, ଯୋଉ ସମୟର ଯୋଉ 4 ଥର 5 ଥର ମତେ ଫୋନ କରୁଛୁ, ମୁଁ ଏଇଟା ଦୁଃଖିତ ହେଇଛି ତତେ, ମୁଁ ଏଇଥିପାଇଁ ମତେ ଗୋଟେ ଖରାପ ଲାଗିଲା, କାହିଁକି ନା ମୁଁ ଏକରେ ମତେ ମାଧୁର୍ଯ୍ୟ ଜଗିଛନ୍ତି, ମୁଁ ସମସ୍ତଙ୍କୁ ଫୋନ କରିଛି। ତତେ ଫୋନ କରିଛୁ ମୁଁ ଜାଣିଛି, ତୁ ଦ୍ୱିତୀୟ ପଇସାରେ ସେଇ ସମୟରେ ଏମିତି ଦୁର୍ବଳ ହେଇଯାଇଥିନି, ନା ତତେ ଟଙ୍କାଟେ ମୁଁ ଦେଇପାଇନି। ଆଉ ତୃତୀୟ ହଉଛି ମୁଁ ଗନେ ସେଠି ଏପଟ ବ୍ଲେମ ହେବି, ମୁଁ ବେପାର କରିବିନି ବୋଲିକି ମୁଁ କହିଦେଇଛି।
ମୁଁ ବୁଲୁକୁ ଫୋନ କରିଛି, ବୁଲୁ କହିଲା ମତେ ଟାଇମ ନାହିଁ। ଆଉ ତୁମକୁ ଫୋନ କରିଛି, ତମେ ରିସିଭ କରିନ, ଏବେ କହିଛ ମୁଁ ବ୍ୟସ୍ତ ଅଛି। ଆଉ ଅସୁବିଧା ହେଇନା ସିଏ ଶଳା ସାଙ୍ଗସାଥି ବନ୍ଧୁବାନ୍ଧବ ପ୍ରିୟ ମୁଁ ଯୋଉ ସେଇ କଥାଟା ଆଙ୍କୁ ଶିଖେଇ ଦେଇଛି, ମୁଁ ଶିଖିଲ ଆଉ ଏବେ ଠକିଲ, ଆଉ ଏବେ ରାତିରୁ ବାହାରୁନି ନିଜ ଘର ଛଡା କେହି ତମକୁ ସେଫଟି ନାହିଁ। ଏତିକି ମନେ ରଖିଥା, ମୁଁ ଯେମିତି ହେଲେ ବି ମୁଁ ବେପାର ବନ୍ଦ କରିଛି, 2 ଦିନ ବେପାର ବନ୍ଦ କରିଛି। ସେ ମତେ କହି ଚାଲୁଛନ୍ତି ମୁଁ ଗାଡି ଆମ ବୁଲୁ ଗାଜି ଗୋଟେ କନ ଭଳିଆ ମାରିଛି ରଗୁଡିକି। କାହାକୁ? ଆମ ବୁଲୁକୁ। ହଁ ହଁ ଏଇ ହଁ ସେଇ ଥାନା କଥା ନେଇକି ତାକୁ ଦେଇଛି ଆଜି ଗୋଟେ ମୁଣ୍ଡ ଗରମ ହେଲା ଯୋଉ ଉଠିନି ବସେଇଦେନେ ଗୋଟେ ଧରିକି ଛେଚି ପିକି ଦେଇଦେ ମତେ ଦିଅ ରାଜି ହବ। ମୁଁ ଟୋଟାଲ ଘରେ 5 ଦିନ ବେପାର ବନ୍ଦ କରେ। ତୁ ଲୋକାଲ ଘର ମୋର ଥାନା, ଥାନା ଟା ତୋ ପଛର ତତେ ନେଇକି ହଉଛି 10 ଟଙ୍କା ସିଏ ରୋଜଗାର କରିବେ ନା ତୁ ତାଙ୍କ ପଛର ଶଳା କୁକୁର ଭଳିଆ ଯିବୁ ବୁଲତେ। ବଳ ମୋର ପାବାର ମୋର ସବୁ ମୋର, କିଏ ମାଗିବାକୁ ପଛରେ ଯିବି ନା। ତୁ ବେପାର କରିବୁ, ମୁଁ ତତେ କଥା ଦେନି ତୁ ବେପାର କରିବୁ। 5ଟା 6ଟା ଗାଡି ଚଲେଇବୁ, ବାକି କଥା କଣ ହବ ମୁଁ ବୁଝିବି। ଆଜି ତୁ ତ ସାଇଡ ଲାଇନ ଦେବେ ତୁ ବେପାର କରିବୁ। ମୋ ମୁଣ୍ଡ ଗରମ ହେଲା ଧରିକି ବସେଇଦେନି ଗୋଟେ ଧରିକି। ନା ଯାଇ ତମର ତ ଥାନା ସହିତ ବୁଲୁର ତମର ବି ଭଲ ଥିଲା। ବୁଲୁ ବି ସ୍ୱାଇଁ ସାର ସିଂ ସାରଙ୍କ ହାତରେ କଥା ହୁଅନ୍ତି, ଭଲ ତ ଥିଲା। କୁକୁର କେହି କାହାର କେହି କାହାର ନଥିଲା। ମ୍ୟାଡାମ ଆମର କଣ୍ଡିସନ କଲେ ରାତିରୁ ସଞ୍ଜ 8ଟା 9ଟା ହେଇଗଲେ ତତେ କେହି ନ ଦେଖେ ନା, ବାଟ ହାଟରେ କେହି ନ ଦେଖେ। ତୁ ଖାଇତେ ଦଉଥିବୁ ପିଇତେ ଦଉଥିବୁ କୁକୁରକୁ, ଯେତେ ଦିନ ତୋ ଦ୍ୱାରର ଆଠେଇଥିବ ସେଦିନ। ତୁ ନିଜେ ଦେଖ ଗୋଟେ ତମର କୁକୁରକୁ ତ ଥାନା ମହଥିଲେ ହେଇକି ସୁଧା ହେଇ ତମ ଗାଡିକି ଧରି ନଉଛନ୍ତି। କିଏ ଯଦି ଆରପିଓ ବାଲା ଧରିଥାନ୍ତା କି ନହେଲେ କିଏ ଆଉ କିଏ ଧରିଥାନ୍ତା, ଚଗିଲି କରୁଛି ବୋଲି କହିଥାନ୍ତା। ଚଗିଲି ଯଦି ଘରୁ ବାହାରୁ ନାହାନ୍ତି, ଥାନାରୁ ବାହାରି ଗଲାଣି। ଆରପିଏଫ, ସିଆଇଏଫ, ଏସଟିଏଫ ସେଗୁଡାକ ଯେତିକି ବର୍ତ୍ତମାନ ଯିଏ ଏମଏଲଏ ହେଲା, ମୁଁ ତତେ କ୍ଲିୟର କହିଦଉଛି, ତୋ ରେକର୍ଡିଂ କରିଦବା କିନ୍ତୁ ଭାଇରାଲ କୋଉଠି କରିବୁନି। ନା ରେକର୍ଡିଂ କଣ କରିମି, ତାର ତ ଗଲା, ଆମର ତ ଦିଟା ବଡ ମୋବାଇଲ ଗଲା। ଯାଜପୁର କ, ବାଲେଶ୍ଵର କ, ଭଦ୍ରକ, ଆମର କେଉଁଝର କ, 5ଟା ଜିଲ୍ଲାର ଶିଳ୍ପପତି ଏଇନା ହଉଛି ଶିଖର ମହାପାତ୍ର। ହେବେ ବା କଣ କହୁଛନ୍ତି ତ, ବାପା କହୁଥିଲେ। ୱାନ୍ ଟାଇମ ଶିଖର ମହାପାତ୍ର ଠୁ କେହି ଇଏ ଯେତେ ନେତା ମନ୍ତ୍ରୀ ରହିଲେ ତାଠୁ କେହି କୋଟିପତି ନାହାନ୍ତି। ସିଏ ଏମାନଙ୍କୁ ପଇସା ଦେଇକି ରାଜନୀତି କରାଏ। ତ ତୁ ଯୋଉ ଟାଇପର ତୁ ଗୋଟେ ଟକ୍ଚର ହେଲୁ, ସେ ସେଇ ଟାଇପର ଟକ୍ଚର ହବା ସକାଶେ ସେ ବାଧ୍ୟ ହେଇକି ତା ପୁତୁରାକୁ ଛିଡା କଲା। ଆଉ ଭଗବାନ ମୋ କଥା ଶୁଣୁ, ସତରେ ଯିଏ ଥିବ ଧର୍ମର ଜୟ ହବ। ଗୋଟେ ଜିନିଷ ଅଛି, ସିଏ ଲୋକ କାହାରି ଅନିଷ୍ଟ କରିନାହାନ୍ତି, ନା ସେଥିପାଇଁ ତାଙ୍କୁ ଭଗବାନ ସାହା ହେଇଗଲେ। ଏବେ ବି କହୁଛି, ମୁଁ ଏଇ 9 ତାରିଖରେ ଗଲେ ମୁଁ 20 ଟଙ୍କା କାଢିକି ଆଣିନି, 12 ଦିନ ଭିତରେ କାଢିକି ଆଣିନି। ମାନେ ମୁଁ ଯେତିକି ଘୁରା ଘୁରି ଖାଇବା ପିଇବା ବନ୍ଦ କରି, ଯଦି ଏକିଟିଆ ଲଢେଇ କରି ଆଜି କହିନି ଯେତିକି ଭଦ୍ରକ ଜିଲ୍ଲାର ଗୋଟେ ହେଲା ହଉଛି ବାଜଦେପୁର, ଗୋଟେ ମେରାଇନି, ଗୋଟେ ଧାମରା, 3ଟା, ବାଁସଗଡା 4ଟା, ଚାନ୍ଦୋଲି 5ଟା, ବିରାଟ 6ଟା, ତିହିଡି 7ଟା, ଧାମନଗର 8ଟା, ଆମର ଆରଡି ଫାଣ୍ଡି 9ଟା, ଧୂସୁରୀ 10ଟା, ଧାମନଗର 11ଟା, ଭଣ୍ଡାରପୁରୀ 12ଟା, ବନ୍ଦ 13ଟା, ଆଗରପଡା 14ଟା, ତାପରେ ରହିଲା ଭଦ୍ରକ, ପୁରୁଣା ବଜାର, ଟାଉନ, ରୁରାଲ, ଏପଟ ସାବରଙ୍ଗ। 13 4 17ଟା, ଆଖୁଆପଦା ଫାଣ୍ଡି 18ଟା। ହଉ ନିଲୁ ଟିକେ ରଖ, ଏ ସାର୍ ଜଣ ଆସିଛନ୍ତି କଥା ହେଇସାରେ। ଭଦ୍ରକ ଜିଲ୍ଲାଟାକୁ ସେ ଏମିତି ହ୍ୟାଣ୍ଡଲ କରିଛି, ମୁଁ ତମକୁ କହିନି ଏଇ ପଇଲା ଭିତରେ ସମସ୍ତେ ସେ ଚେଞ୍ଜ କରିଦବ। କାହାରୁ କହିଲେ? ଭାଇକି ଟିକେ ଦଉନ। ଭାଇ ହଁ ବଡ ଦିଦି ତ? ହଁ ଫୋନ କରୁନାହାନ୍ତି, ଆମ ନମ୍ବର ଟିକେ ନିଅନ୍ତୁ, ଫୋନ କରନ୍ତୁ ସାର୍। ଭାଉଜ ଦେମି ନା, ହଁ କୁହ। ଭାଇ ଆସିଲା ଦିଅ ଟିକେ।
ଏଇ ବା ସାର୍ ଅଛନ୍ତି ନା, ଟିକେ ରୁହ, ମୁଁ ଗୋଟେ ସାର୍ ଗୋଟେ ନମ୍ବରଟା ଦଉଛି। ସାର୍ ନିଅନ୍ତୁ ନିଅନ୍ତୁ, ଟିକେ ଲାଇନ ରେ ରୁହ, ମୁଁ ଗୋଟେ ସାର୍ ଗୋଟେ ନମ୍ବରଟା ଦଉଛି, ସାର୍ ଲେଖନ୍ତୁ। ରାମ ଶକ୍ତି, ଟିକେ ରୁହନ୍ତୁ। ହଁ ସାର୍, ସାର୍ ନିଅନ୍ତୁ 78 ସାର୍, ଟିକେ ରୁହ ଲାଇନ ରେ। ସାର୍ ନଉନାହାନ୍ତି, ବଳ ସେଠିର ନମ୍ବର ଅଛି ନା? ନଉନାହାନ୍ତି, କଲ୍ କରନ୍ତୁ ଟିକେ। ସେ ଏବେ କହୁଥିଲେ ଫୋନ ପେ କରିବେ ବୋଲି। ବାଟ ଦେଖିଛନ୍ତି ନା? ଦେଖିଛନ୍ତି ନା? ସିଧା ଯିବେ, ଏଇ ଯୋଉ ମନ୍ଦିର ସ୍କୁଲ ପଡିଆ, ହଁ ସେ ପଡିଆ ପାଖରୁ ଯୋଉ ଗୋଟେ ଅଛି କଂକ୍ରିଟ ରାସ୍ତା ଛୋଟଟେ, ସେ ସିଧା ଯାଇକି ଟର୍ଣ୍ଣିଂ ରେ ମୁଣ୍ଡେଇକି ପୁଣି ସିଧା ପଳେଇ ଆଉ ଆମଟା ନା। ହଉ ଦେଖିଆ, ସେ ଲାଷ୍ଟ କିସ୍ତି, ମୁଁ ସେଇଥିପାଇଁ କହୁଥିଲି ସାରଙ୍କୁ ଟିକେ କରିବା ପାଇଁ। ମୁଁ ଲାଷ୍ଟ କିସ୍ତି ବୋଲି ଟିକେ ରଖୁଥିଲି, ମାନେ ପୁଅକୁ ଦେମି ବୋଲି କହୁଥିଲି ନା ପଇସା ଟା, ଆସିଏ ବି ନାହାନ୍ତି। ଆଜ୍ଞା ହଁ, ରେଣୁଦେଇ ଫୋନ କରିଛନ୍ତି। ହଉ ଆସନ୍ତୁ, ସେ ସେଠି ପାଖରୁ ଆସନ୍ତୁ, ନମ୍ବର ତ ଅଛି। ହଉ, ଆଉ ଏଇ ସେ ଜଣ କଥା ହଉଛନ୍ତି ଲାଇନ ରେ ବସିଲେ, ମୁଁ ଟିକେ କଥା ହଉଛି, ଆପଣ ଯାନ୍ତୁ ସେଇଠି ସେଇ ଷାଠିଏର କଥା ହେଇ। ହଉ ସାର୍ ଯାଆନ୍ତୁ, ମୁଁ ଦେଖୁଛି। ହଁ ମୁଁ କଥା ହେଇସାରିକି, ସାର୍ ଯଦି ହବ ମୁଁ ନହେଲେ ଫୋନ ପେ କରିଦେବି। ମୁଁ ଦେଖୁଛି କାହା ପାଖରୁ ଗୋଟେ ଯଦି ଫୋନ ପେ ହେଇପାରିବ ମୁଁ କରିଦଉଛି। କିଏ ହେଲେ ସେ ଏତେ 9ଟା ବାତ ଆସିଲାଣି ସେ କିସ୍ତି ଗୋଟେ ସାର୍ ଗୋଟେ ଆସିଥିଲେ ନା, ତାପରେ କିଏ? ନା 9ଟାର କିସ୍ତି ନେଇ କିଏ ସିଏ ଆଇଛି? ହଁ ପୁରା ଏଇ ଯୋଉ ସେ ଗୋଟେ ଫାଇନାନ୍ସ ସାର୍ ଗୋଟେ ଆସିଛନ୍ତି। ଡୁପ୍ଲିକେଟ ଅଛି, 9ଟା ରାତିରେ ଆଇଛି ନା କିସ୍ତି କଲେକ୍ସନ କରିଛି। ଯାହାହେଲେ ବି ଆଉ ଫୋନ ପେ ଗୋଟେ କାହାର ଖୋଜୁଛି, ମାନେ କେହି ଟିକେ କରିଥାନ୍ତେ, କାହାକୁ ଗୋଟେ ଫୋନ ପେ ଖୋଜି ଯାଉଛି, ମାନେ କେହି ଗୋଟେ କରିଦେଇଥାନ୍ତେ। ଭାଇ କି ଲାଇନ ଆଣେ ନା, ଭାଇ ନମ୍ବରଟା ଦେନି, ମୁଁ ନହେଲେ ଲାଇନ ଆଣେ। କଣ କହିଲେ? ଭାଇ ଟିକେ ଲାଇନ ଆଣେ, ନହେଲେ ମତେ ଭାଇ ନମ୍ବରଟା ଦେ, ମୁଁ ଲାଇନ ଆଣେ। ଲାଇନ ରହିବୁ, କାଟିବୁନି। ଚଗିଲି ଭାଇନା? ହଁ। ତାଙ୍କର ଫୋନ ନାହିଁ। ଆଉ କଥା ଏଇ ଫୋନ ସେ କଥା ହଉଛନ୍ତି। ଏଇ ଫୋନ ଆଜି ଗ୍ରୁପ ଅଛି ବୋଲି ମୁଁ ଧରିଛି, ଆଜି ଦିନ ସାରା। ସିଏ ଆଜି ଧରିନାହାନ୍ତି, ଏଇ ଆସିବେ, ଏଇ ବସିଛନ୍ତି, ଏଇଠି ବସିଛନ୍ତି ଆମ ବଡ ବାପା ପୁଅ ହେରିକା, ଟେଣ୍ଟ ଖଞ୍ଜା ହଉଛି, ସେଇଠି ବସିଛନ୍ତି। ଏ ସାର୍ ଗୋଟେ ଆସିଥିଲେ, ଲୋକେସନ ମାଗିଲେ, ମୁଁ ଦେଇଦେଲି, ନମ୍ବର ମାଗିଲେ ଦେଲି। ରୋଷେଇ କଣ ସାଧା କଣ କରୁଛୁ? ଏ ଡାଲମା, ସେ ଭାତ ଖାଇସାରିଲେଣି, ଆଉ ବାପା ବି ଖାଇସାରିଲେଣି। ଆଉ ମୋର ଖାଇବିନି, 4ଟା ବେଳେ ଖାଇଥିନି, ବୋଉ ବି ତାଙ୍କର ଖାଇବେ ଖାଲି ଯା, ଆଉ ସବୁ ଖିଆ ପିଆ ସରିଲାଣି। ଡାଲମା ହେଇଥିଲା। ମୁଁ ଯିମି, ଇଏ ଅଛନ୍ତି ଆଜି, ନା ଆଜି ବା ମୋ ମୁଣ୍ଡ ଗରମ ହେଇଛି ପୁରା। କଣ? କାଲି 12ଟା 13ଟା ଗାଡି ଲୋଡ ହେଇଛି କୋଉଠୁ, ପାଳିଆରେ ସବୁ ଲୋଡ କରିଛନ୍ତି। ନା ମୋ ପୁଅ ପା ମନା କଲା, କହିଲା ବାପା ଆମର ଭୁଲି ଯାଅ, ଆମ ଗାଡି ଯାଇଛି, ତମେ ସେଇ ଗାଡି ପାଇଁ ଖୁସବୁଦ୍ଧି କରି କେତେ କେସ୍ ଖାଇଲଣି। ଆଉ ଆମେ ନ୍ୟାୟର ଲଢୁଛେ, କିନ୍ତୁ ଆମେ ଅନ୍ୟାୟ। ତମେ ସତ କଥା କୁହ, ଗୋଟେ ନିଲୁ, ତମ ଭାଇଙ୍କର କେତେ ଖଣ୍ଡ ଗାଡି, ଆଉ ତମ ଭାଇ କିଆର ଗାଡି ସବୁ ପାସିଂ କରନ୍ତି କି ନାହିଁ କୁହନି ମତେ? ନା ଗୋଟେ ଆଉ ଗୋଟେ ତମେ କଥା ନା, ଯୋଉ ଯିଏ 500 200 ଦଉଥିଲା, କହିଲେ କଣ ଗାଡି ଟା ପୋଡିଛି, ତା ମନଟି କଷ୍ଟ, ନହେଲେ ହଉ 500 ଲେଖେ, ନହେଲେ 1000 ଲେଖେ ତାକୁ ଦିଅ, ନହେଲେ ସେ ଗାଡି ଟା ପୋଡିଛି ଯେତିକି ବେଳେ, ନହେଲେ ସେ ତାର ପାଉ। କିଏ କହିଲା ହଁ ସେ ବସିକି ପାଉ, ନହେଲେ କିଏ କହିଲା ନହେଲେ ହଁ ସେ ଆସିକି ନହେଲେ ଆମ ସାଙ୍ଗରେ ଇଏ କରିକି ପାଉ। ସତ କଥା ବୋଧେ କହିବି ନା? ହଁ ଭାଇ କି ଯୋଉ ଧରେଇଲେ, ଯୋଉ ଆରେଷ୍ଟ ହେଲା, ହଁ ଭାଇ ଯୋଉ ଯାଇଥିଲା, ମୁଁ ଜାଣିନଥିନି ବାରିକ ଛକ ସେ ଯୋଉ କାରମେଲ ପାଖରେ ଥିଲା ବୋଲି। ହୁଁ ମୁଁ ପରେ ଜାଣିନି ସେଟାକୁ। ହୁଁ ମୁଁ ଜାଣିଛୁ ମୁଁ ଖୋଲା ଲୋକ, ରାଗିଗନେ ତ ଚେରମୂଳ ଉପାଡିଦେବି, ଆଉ ମୁଁ ଶାନ୍ତ ଥିନେ ତୁ ମୋ ଝାଡା ବସିଲେ କୋଡରେ ମୁଁ କାଟିଦେବି। ମୁଁ ନି ଏଇ ଟାଇପ ଲୋକ, ସେ ମତେ ଭଲ ଭାବେ ଜାଣିଛି। ହୁଁ ରାଗିନେ କମ୍ପମାନ କରିଦେବି, ସେ ବାଳ ଯେତେ ବଡ ଲୋକ ହେଇଥାଉ। ଆଚ୍ଛା। ଯୋଉ ବାବୁଲି, କଣ ତମର ଗୋଟେ ବନ୍ଧୁବାନ୍ଧବ ହବ କାଳେ? କିଏ କହିଲେ ବାବୁଲି? ହଁ ବାବୁଲି, ଆମର ଚରମ୍ପା, ଏଇ ଏରେଇ କେନାଲରେ ରହିଛି ଘର କରିକି। ଆମର କାଇଁ, ଆମ ବାପାଙ୍କ ତାଙ୍କ ମାମୁଁ ଘର, ବାପାଙ୍କ ମାମୁଁ ଘର ଯେ, ହୁଁ ତାଙ୍କରି କଣ ବନ୍ଧୁବାନ୍ଧବ, ବାପାଙ୍କ ସିଏ ମାମୁଁ ଘର। ଆମର ବନ୍ଧୁବାନ୍ଧବ ନାଇଁ, ଯିବା ଆସିବା। ସିଏ ଚଗିଲି ବେରା ଭଳିଆ 3ଟା ଲୋକ ସେ ଗିଳିଦବ। ସେ ହୁଁ ଗୋଟେ ଏତେ ବଡ ମାଇକିଆ, ମୁଁ ଜାଣିନଥିଲି। ହୁଁ ଆଉ ସେ ବୁଲୁକୁ ମୁଁ ପଚାରିଥିଲି, ହୁଁ ତୁ ଯେମିତି ହେଲେ ତୁ ଜାଣିଥିବୁ ସିଏ ଆରେଷ୍ଟ କେମିତି ହେଲା, କଣ ହେଲା, ମୁଁ ପଚାରିଥିଲି ମୁଁ। ହୁଁ ସତ କହୁଛି, ଗେଲୁ ରାଣ ଖାଇ କହୁଛି, କାହିଁକି ଗେଲୁ ଆମ ମୋ ପୁଅ। ହୁଁ
ଦି ଜଣଙ୍କର ସେ ହଉଛି ଗେଲୁ ମାନେ ସବୁ ମାନେ 5 ଜଣ ହଉଛି ସେ ହଉଛି ଗେଲା। ଗେଲୁ ମୁଁ ଜାଣେ ଖାଇ କହୁଛି ମୁଁ ଜାଣିନଥିଲି କିନ୍ତୁ ତାପରେ ମୁଁ ଜାଣିଲା ବେଳକୁ ଭୁଣ୍ଡର ତାର ସେଠି ଯାଇକି ବସିଥିଲେ। ସନ୍ତୋଷର ପିଲା ଦିଟା ଯାଇଥିଲେ। ପିଲା କିନ୍ତୁ ତତେ ତ ଆଣା ପାଇଁ କହୁଛି ମଝି ମଝି ଲିକ୍ ଆଣୁଛି ମାରିଦେବି ହେଲା ହଉଛି ହ୍ୟାଲୋ ଯାଇକି ଦେଖିକି ବାବୁଲି କି ସେମାନେ କହିଛନ୍ତି। ବାବୁଲି ଯୋଉ ଜେନା ନନା ଆମର ଥାନା ଜେନା ଆମର ଥାନା ଯୋଉ ସେକେଣ୍ଡ ଅଫିସର ଯାହା ବି ହଉ ଟିକେ ପଠାଅ ଗୋଟେ କାହା ଫୋନ ପେ କରି ନହେଲେ ପଠାଅ। ନା ସାର୍ ଆସିକି ବସିଛନ୍ତି ନା ତମେ ଦେଇଦିଅ ଯାହା ବି ହେଲେ ବି ସେ ବି ନଉନାହାନ୍ତି ନା। ହଁ କହୁନ। ନା ନା ତାଙ୍କର ଆଜି ଡିପୋଜିଟ ସେ କହୁଛନ୍ତି ଆମେ 9ଟା ବେଳକୁ ପଇସା ନେଇକି ଯିବୁ। ଭାଉଜ ଦେନି ସେ ଗ୍ରୁପ ବାଲା ଫୋନ ଟା ଦେନି ହେଲା ଭାଉଜ ପଠାଅ ହେଲା ଆରାମସେ କଥା ହବ ତମେ ଯାହା ପଠାଅ। ହ୍ୟାଲୋ ଆମେ ହ୍ୟାଲୋ କଣ କରିବୁ ସେ ସକାଳୁ ଟାଇମ ଦେଲେଣି ଏତେ ବନ୍ଦ ହେଇଗଲା। ହ୍ୟାଲୋ ତାଙ୍କର ଆଜି ବ୍ରାହ୍ମଣ ନଟି ପଡିବ କାଲି ହ୍ୟାଲୋ ଶଳା ମୁଁ ତମକୁ କହୁଛି ଫୋନ୍ ଟା ଦିଅ ତାକୁ ସେ ପଠଉଛି। ଆଉ ମୁଁ କଣ କହିବି ସେ ତ କହୁଛି ହ୍ୟାଲୋ ହଉ ତମେ କାଲି କେତେବେଳକୁ ପଠେଇବ? ହଉ ତମେ କାଲି କେତେବେଳକୁ ପଠେଇବ? ହଉ ତମେ କାଲି କେତେବେଳକୁ ପଠେଇବ? ଘରୁ ବାହାରି ପାରୁନି ମତେ ଭାରି ଖରାପ ଲାଗୁଛି। ଅସୁବିଧା ଅଛନ୍ତି ଯେ କିନ୍ତୁ ତମ ଏପଟରେ ତମ ଭଉଣୀ କରୁଛନ୍ତି ଏପଟେ ତମ ମା ମୁଁ କୁଆଡୁ କଣ କରିବି ମୁଁ ବି ଫସି ଯାଇଛି। ସାର୍ କହୁଛନ୍ତି ମତେ ବିଏ ମାଗଣା ଚୋର କରୁଛନ୍ତି ମୁଁ ଫସି ଯାଇଛି ଆଉ ଆପଣ ମୁଁ ବି ତ କୋଉଠି ଘର ପାଖରେ ଫସିଛି। ହଁ ମୁଁ ଜାଣିଛି ଏ ପଇସା ଟା ତମେ ଦବ ବୋଲି ମୁଁ ଜାଣିଛି। ଆଉ ସେମାନେ ବି କହୁଥିଲା କହିଲା ଏଟା ମନ ନେଇ କାମ ନଗେଇଛି ଏଟା ମନ ପଇସା ଦବ। ମୁଁ ସେଇଥିପାଇଁ ତମକୁ ଫୋନ ନ କଲି ତମ ପଇସା ଟା ଟିକେ ଦେଇଥିଲ ମୁଁ ଏତେ ଇଏ ହେଇଥାନ୍ତା। ହଉ ତାହେଲେ କାଲି ସକାଳୁ ତମର ଯାହା ଫାଇନ ଫାଇନ ପଡିବ କଣ କରିବ ମୁଁ 7ଟା ବେଳକୁ ପଠେଇଦବ ନା ଟିକେ 8ଟା ବେଳକୁ। ହ୍ୟାଲୋ ହ୍ୟାଲୋ ଆଁ କେତେ ଟଙ୍କା ସିଏ ନବ ସିଏ? କାଲି ଟିକେ ପଠେଇଦବ ନା ତମେ। ସେ ଦେନି ସେ ମାଦୁଛୁ ଫୋନ ଟା ଦେନି ହ୍ୟାଲୋ ସେ ଗ୍ରୁପ ବାଲାକୁ ଦେନି ଫୋନ ଟା ଆଉ ଗୋଟେ ନା ସିଏ ହେଠି ଭାଉଜ ଅଛନ୍ତି। ହଉ ହ୍ୟାଲୋ କୁହ। ସେ ଗ୍ରୁପ ବାଲା ଫୋନ ଟା ଦେନି ଟିକେ ମତେ। ନା ସେ ଗ୍ରୁପ ସାର ଜଣେ ଦେଇନାହାନ୍ତି ତ କିସ୍ତି ସେ ତାଙ୍କର ଆସିଛନ୍ତି ଆଉ। ଏଇ ସକାଳୁ ମୋ ଆସିଥିଲେ ପଇସା ଟା ହଉ ପଇସା କୁହ କଣ ହେଇଛି କୁହ। ମୋ ପଇସା ହଉ ଟା କୁହ ଫସେଇଲା କିଏ ଏଇ ଯୋଉ ବସନ୍ତୁ ସାର୍ ଏଇ ଯୋଉ ନା ନା ବା ନିଲୁ ନା ବାହାର ଲୋକ ଜଣେ। ଆରେ ଫୋନ ଟା ଦିଅ ତାକୁ। ହେ ନା ଏ ସିଏ ଆମ ସାଙ୍ଗରେ ତମେ କଣ କଥା ହବ ତାଙ୍କ ସାଙ୍ଗରେ। ଦଉନ ତାକୁ ତା ଫୋନ ଟା ଦଉନ। ଦେଖୁନୁ ହ୍ୟାଲୋ ହ୍ୟାଲୋ ଦିଅନି ସେ ଗ୍ରୁପ ଦିଅନି ଫୋନ ଟା ଦିଅନି। ଗ୍ରୁପ ଆମ ଘରକୁ ଆସିଛନ୍ତି ସେ କଥା ହେବେ ଆ ବାପାଙ୍କୁ କୋଉଠି ଟା ଦେବେ। ଡିପୋଜିଟ କରିପାରିବନି କାଲି ନବ ପଇସା ଡିପୋଜିଟ ଦବ। ଆରେ ସେ ଇଏ ନୁହେଁ ଆରେ ଇଏ ଆମ ଲୋକ ନୁହେଁ ସିଏ ବାହାର ଲୋକ। ମୁଁ ନହେଲେ ମୁଁ କୁଆଡେ ଗଲେ ସିଏ ତାଙ୍କୁ ଟିକେ ଦେଖେ। ଆଁ ବାପୁନ ଦେଖେନି ହେଇଠି ମାମୁଁ ଅଛନ୍ତି କି? ମୋବାଇଲ ତାଙ୍କ ପାଖରେ ନାହିଁ ନହେଲେ ତାଙ୍କୁ ଟିକେ ନେଲେ ଫୋନ କରନ୍ତି। ନା ତମ ନା ଭାଇ ମାନେ ଅଛନ୍ତି ମାନେ କଥା ହବ ହେଲା। ସେ ଭାଉଜ ଭାଇ ନାହାନ୍ତି ନା ସାର୍ ଆସିଲେନି ନା ମୁଁ ଏଣେ ତାଙ୍କୁ ଖୋଜୁଛି ଏଣେ ହଉଛି ସାର୍ ଆସିଲେଣି ସାର୍ ଙ୍କୁ ଖୋଜୁଛି କଣ କରିବି।
ପାରମିଲି ସ୍କୁଲ ପାଖରେ ଯୋଉ ଫସିଲେ ଯୋଉ କହୁଥିଲ। ବାବୁଲି ସେବାବତର 5,000 ଟଙ୍କା ଦେଇକି ବାବୁଲି ସେବାବତର 5,000 ଟଙ୍କା ଦେଇକି ଜେନାକୁ ନେଇକି ସେ ଥିଲେ ସେଇଠି ଯୋଉ କାରମେର ଯୋଉ ଦୋକାନ କୋଉ ଗୋଟେ ଦୋକାନ ଥିଲେ ସେ ଦୋକାନ ତାକୁ ମାଡି ବସିଲା ହେଲା। ବାବୁଲି କେମିତି ହେଠି ବାବୁଲି ଭାଇ କେମିତି ଖବର ପାଇଲେ? ସନ୍ତୋଷ ବାବୁଲି କି କଣ ଗୋଟେ ଚଗିଲେଇ ବେତାଳା କରି କହିଥିଲା ମୁଁ ଜାଣିନି ସେଇଟା ମାନେ ନିୟମ ଯୋଉଟା କଥା ମୁଁ ଯେତିକି ବୁଝିଛି ମୁଁ ଭାଉଜ ଆଖିର ଦେଖି ନାହିଁ ମୁଁ ଯାହା ଶୁଣୁଛି କହିଛି। ସନ୍ତୋଷ କିଏ କହୁଛି ଗୁଣ୍ଡ ଫସେଇଦେଲା, କିଏ କହୁଛି ସନ୍ତୋଷ ଫସେଇଦେଲା। ନା ଗୁଣ୍ଡ ସେଥିର ଗୁଣ୍ଡ ତା ସାଙ୍ଗରେ ପୁରା ବିନ୍ଦାସର ଥିଲା। ସେ କହୁଛନ୍ତି କିଏ ବାଦଲା ଏଇ ଗୁଣ୍ଡକୁ ଡାକି ଗୁଣ୍ଡ ଫସେଇଦେଲା। ପୁରା ପୁରା ଭୁଲ କଥା ଏଇଟା। ବାବୁଲି ହେଇକି କଣ ଗୋଟେ ହେଟଲିଂ କରିଥିଲା ଚଗିଲେଇ ତା 2 ଦିନ 3 ଦିନ ପୂର୍ବରୁ ଆରେଷ୍ଟ ପୂର୍ବରୁ ତାକୁ ପଚାରେ ସେ ଯଦି କଣ ସତ ଥାନା ତ କହିଥିଲେ ତୋର ୱାରେଣ୍ଟ ଅଛି ଭୁଲ। ମୁଁ ମଦ ପିଇସାରିଣି ଏକର ମୁଁ ପୁରା ଟେନସନ ଅଛି ପୁରା ଥାନା ବେକାର କରିବା ପାଇଁ ଏକର ମୁଁ ତ ମୁଠି ନେଇଛି ମାରି ବୋଲି ପୁରା ଟାର୍ଗେଟ ରହୁଛି। ନା ଗୋଟିଏ କଥା ମନେ ରଖ ତମ ଭାଇ କୋଇଲା ମେଟ୍ରୋ ଯିବେନି କି କୋଇଲା ଗାଡି ଯିବେନି। ଭାବିଲି କି ଇଏ କଣ ଗୋଟେ ତେଡା ମେଡା କରି କଣ ଗୋଟେ ପଇସା ବାବଦର ହଉ ଇତ୍ୟାଦି ଯୋଗ୍ୟଥର ହଉ କଣ ଗୋଟେ କହିଥିଲା ବାବୁଲି ବହୁତ ମନମୁଆ ଏକର ଦିତରେ ସେ ତ ମୁଁ ତ ଯେତିକି ଜିନିଷ ଜାଣିଛି ସନ୍ତୋଷର 2ଟା ପିଲା ଯାଇକି ଟୋଟାଲ କୋଉଠୁ ଆମ ମାରାପୁର ଛକରୁ ମାନେ ଗୁଣ୍ଡିକାଳି ଛକ ୟା ଭିତରେ ତା ବୁଲାବୁଲି ଘଣ୍ଟନ କରିକି ଦେଖିଲେ କେତେ 9:30 ନା 9ଟା ବେଳେ ତାକୁ ଦେଖିଲେ ଆମ ବୁଲୁ ଟୋଟାଲ ଯୋଉ ସନ୍ତୋଷ ର ବୁଲୁର ଯୋଉ ଆମର ଡ୍ରାଇଭର କୁ ସନ୍ତୋଷ ପିଟିଲା ଜାଣିଛୁ ମଝିରେ ଗୋଟେ ଖର ପାଇଥିବୁ ବୋଧେ ସେ ଗୋଟେ ସମ୍ମିଳନୀ ହେଇଛି ବୁଲୁ ଟୋଟାଲ ଭାଇଟା ମତେ ଦେଲା ବୋଲିକି ଗଳାକୁ ଚିପିକି ସନ୍ତୋଷ ଭାଇ ଲମ୍ବୁଆ ତୋଫାନ ବୁଲୁକୁ ଧରି ପକେଇଥିଲା ହେଲା ଯୋଉ ଦାଣ୍ଡି ରାସ୍ତା ଯୋଉ ପୋଲ ନୁହେଁ ପୋଲ ଉପରେ 8-10 ଜଣ ଭିଡିକି ଅଟକେଇ ଦେଇକି ବୁଲୁକୁ ଦିଟା ଚାପଡ ସିରି କିଏ ମାରିଲା କେତେ ବଡ ମାରିଛନ୍ତି ଦିଟା ଗୋଟେ ଚାପୁଡା ଲେମ୍ବୁ ମାରିଛି ଗୋଟେ ଚାପୁଡା ତୋଫାନ ମାରିଛି ହେଲା ସେଇଥିର ଦୁନିଆ ପିଟା ପିଟି ତୁମ ସେଇ ଯୋଉ ଗାଡି ହଉ ଟିକେ ରଖ ତମ ଭାଇ ଆସିଲେ ମୁଁ କଲ କରିମି ଆଉ ଫୋନ କରିମି ଜଗିଲା ଭାଇ ଆସନ୍ତୁ ଫୋନ କରିମି କୁଆଡେ ଗଲେ କିଆଣି ଏଠି ଖାଉଥିଲେ କୁଆଡେ ପଳେଇଲେ କିଆଣି କୋଉଠି ଫାଙ୍କା ହେଇକି ତମ ସହିତ କଥା ହେବି। ରାତି 10ଟା ବେଳେ ଆସି ତା ମୁଣ୍ଡ ଖରାପ କରିସାରିଲେଣି ଆଉ ହଁ ହଉ ଟିକେ ରଖ ଟିକେ ରଖ ହଉ ରହ। ହଉ